ଏବେ ବି ଆସିଲା ବଡ଼ ଖୁସି ଖବର ଭତ୍ତା ଟଙ୍କା ହେଲା 3000 ଟଙ୍କା। କେଉଁ କେଉଁ ମାନଙ୍କୁ ମିଳିବ 3000 ଟଙ୍କା ଆଉ କେଉଁ କେଉଁ ମାନଙ୍କୁ ମିଳିବ 3500 ଟଙ୍କା। ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଦେଖିବେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ଗୋଟେ ଲାଇକ୍ ସହିତ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ତେବେ ଦଶନ୍ତୁ ମଧୁବାବୁ ଭତ୍ତା ଟଙ୍କା ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି 3000। ତେବେ ରାଜ୍ୟରେ ଥିବା ସମସ୍ତ ମଧୁବାବୁ ଭତ୍ତା ହିତାଧିକାରୀ ବୃଦ୍ଧ ବିଧବା ବିକଳାଙ୍ଗମାନଙ୍କ ପାଇଁ ସରକାର କରିଛନ୍ତି ଏକ ନୂଆ ଘୋଷଣା। ଏଣିକି ସମସ୍ତଙ୍କୁ ମିଳିବାକୁ ଯାଉଛି 3000 ଟଙ୍କା ଭତ୍ତା ରାଶି। ତେବେ ସେଇମାନେ ପାଇବେ ଯେଉଁମାନେ ପ୍ରଥମେ ଆଗରୁ 1000 ଟଙ୍କା ପାଉଥିଲେ ସେମାନେ ବର୍ତ୍ତମାନ 3000 ଟଙ୍କା ପାଇବେ। ଆଉ ଯେଉଁମାନେ ଆଗରୁ 1200 ଟଙ୍କା ବା 1500 ଟଙ୍କା ପାଉଥିଲେ ସେମାନେ ବର୍ତ୍ତମାନ 3500 ଟଙ୍କା ପାଇବେ। ତେବେ ଏହି ଭତ୍ତା ରାଶି ଏହି ମାସ ମିଳିବାକୁ ଯାଉଛି। ତେବେ ତାରିଖ କଥା ଯଦି ଆମେ କହିବା ତେବେ ଆଉ 2 ଦିନ ଭିତରେ ମିଳିବାକୁ ଯାଉଛି ଏହି ଭତ୍ତା ରାଶି 3000 ଟଙ୍କା। ତେବେ ସରକାରୀ ବୈଠକରେ ଆଜି ଆଲୋଚନା ହେଲା ଏଣିକି ସମସ୍ତଙ୍କୁ ମିଳିବ 3000 ଭତ୍ତା ରାଶି। ତେବେ ଦଶନ୍ତୁ ଏବେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ତେବେ ମିଳିବାକୁ ଯାଉଛି ଏହି 3000 ଟଙ୍କା ଭତ୍ତା ରାଶି ଆଉ 2 ଦିନ ବାକି ରହିଛି। ତେବେ ସିଦ୍ଧାନ୍ତ ଏହା ମଧ୍ୟ ଆଲୋଚନା ହୋଇଛି ଯେ ଯେତେବେଳେ ବିଜେପି ସରକାର ଇସ୍ତିହାରକୁ ଆସିବା ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ବର୍ତ୍ତମାନ ପାଳନ କରିବାକୁ ଯାଉଛନ୍ତି।